ଖରିଫ ପଞ୍ଜୀକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ। ଖରିଫରେ ବି ଚାଲିଛି କଟନୀ ଛଟନୀ। ଚାଲନ୍ତୁ ଆଜି ଆମେ ଜାଣିବା ପୁରା ଡିଟେଲ୍ସରେ ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତି ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। ଖରିଫରେ ଜାରି ରହିଛି କଟନୀ ଛଟନୀ। କୁଇଣ୍ଟାଲ ପିଛା କଟାଯାଉଛି 8ରୁ 10 କେଜି ଧାନ। ଏନେଇ ଖୋଦ୍ ଅଭିଯୋଗ କରିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ତଥା ବିଧାନସଭା ପବ୍ଲିକ୍ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା। ଧାନ ପଞ୍ଜୀକରଣ ଜଟିଳର ବ୍ୟବସ୍ଥା ଓ ଖରିଫରେ ଧାନ କଟାଯିବାକୁ ନେଇ ବିଧାନସଭା କମିଟି ବୈଠକରେ ପ୍ରକାଶ ପାଇଛି ଉଦ୍ବେଗ। ତୁରନ୍ତ ପଞ୍ଜୀକରଣ ସରଳ କରିବା ସହ କଟନୀ ଛଟନୀ ବନ୍ଦ କରିବାକୁ ଦାବି ହୋଇଛି। ସେହିପରି ବିଜେଡି ଓ କଂଗ୍ରେସ ବିଧାୟକ ମଧ୍ୟ ଧାନର କଟନୀ ଛଟନୀ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଖରିଫ ପଞ୍ଜୀକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ। ସରକାରଙ୍କ ଜଟିଳ ନିୟମ ଯୋଗୁଁ ବାଧା ହେଉଛି ପଞ୍ଜୀକରଣ। ଧାନ ପଞ୍ଜୀକରଣକୁ ସରଳୀକରଣ କରିବାକୁ ବିଧାନସଭା ଗୃହ କମିଟିରେ ପ୍ରକାଶ ପାଇଥିବା ଉଦ୍ବେଗ। ପବ୍ଲିକ୍ ଅଣ୍ଡରଟେକିଂ କମିଟି ବୈଠକରେ ସରକାରୀ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶାସକ ଓ ବିରୋଧୀ ବିଧାୟକ। କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ପଞ୍ଜୀକରଣ ବ୍ୟବସ୍ଥାରେ ଚାଷୀ ହଇରାଣ ହେଉଛନ୍ତି। ତେଣୁ ଗୋଟିଏ ଲେଖାରେ ଚାଷୀ ଯେମିତି ପଞ୍ଜୀକରଣ କରିପାରିବେ ସେ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ପରେ ଶାସକ ଦଳର ବିଧାୟକ କହିବା କଥା, ଖରିଫ ଧାନ କିଣାରେ 8ରୁ 10 କେଜି କଟନୀ ଛଟନୀ ହେଉଛି, ଯାହାର ଫାଇଦା ନେଉଛନ୍ତି ମିଲର। ତେଣୁ କମିଟି ଉଦ୍ବେଗ ପ୍ରକାଶ କରିବା ସହ କଟନୀ ଛଟନୀକୁ ବନ୍ଦ କରିବାକୁ ତାଗିଦ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ଧାନର କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବ କହି ସରକାରକୁ ଆସିଲା। ରବି ପରେ ଖରିଫରେ ମଧ୍ୟ 8ରୁ 10 କେଜି ଧାନ କଟାଯାଉଛି ବୋଲି ବିରୋଧୀଙ୍କ ପରେ ଖୋଦ୍ ଅଭିଯୋଗ କଲେଣି। ଶାସକ ଦଳର ବିଧାୟକ। କଂଗ୍ରେସ ଅଭିଯୋଗ କରିଛି ଲୁଟ୍ର ଶିକାର ହେଉଛନ୍ତି ଚାଷୀ। ସେହିପରି ଧାନ ପଞ୍ଜୀକରଣକୁ ସରଳ କରିବା ସହ କଟନୀ ଛଟନୀ ବନ୍ଦ କରିବାକୁ ଦାବି କରିଛି ବିଜେଡି। ବିଜେପିକୁ କିନ୍ତୁ ଏହାକୁ ମାନିବାକୁ ନାରାଜ। ଚାଷୀ କେବଳ ଗୋଟିଏ ସେଲ୍ଫ ଡିକ୍ଲାରେସନ ଫର୍ମରେ ଦସ୍ତଖତ କରାଇ ପଞ୍ଜୀକରଣ କରିପାରିବେ ବୋଲି କହୁଛନ୍ତି ଯୋଗାଣ ମନ୍ତ୍ରୀ। ହେଲେ ଗ୍ରାଉଣ୍ଡରେ ଏହା ହେଉନି କାର୍ଯ୍ୟକାରୀ। ବିଧାନସଭା କମିଟିରେ ଖୋଦ୍ ଶାସକ ଦଳର ବିଧାୟକ ଉଦ୍ବେଗ ପ୍ରକାଶ କରିବା ପରେ ପଦାକୁ ଆସିଛି ସତ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରନ୍ତି ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ରହିଲି ସମସ୍ତଙ୍କୁ ମୋର ନମସ୍କାର, ଧନ୍ୟବାଦ।